ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଆମେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣୁଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ନିରନ୍ତର ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆପଣମାନଙ୍କୁ ଅନୁରୋଧ କରୁଅଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଯୀଶୁଙ୍କ ଜନ୍ମର 7ଟି ଭବିଷ୍ୟତବାଣୀ। ଯୀଶୁଙ୍କ ଜନ୍ମର 7ଟି ଭବିଷ୍ୟତବାଣୀ। ପ୍ରିୟମାନେ, ଯୀଶୁଖ୍ରୀଷ୍ଟ ଯେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବେ, ଏହା ଗୋଟିଏ ସାଙ୍ଗେ ସାଙ୍ଗେ ଘଟିଥିବା ଘଟଣା ତାହା ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଏହି ଧରାପୃଷ୍ଠକୁ ଆସିବେ, ତାହା ପୂର୍ବରୁ ଅନେକ ବର୍ଷ ପୂର୍ବରୁ ଭାବବାଣୀ କୁହାଯାଇଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆସିବେ, ପ୍ରଭୁ ଯୀଶୁଖ୍ରୀଷ୍ଟ ନ ଆସୁଣୁ 400 ବର୍ଷ ପୂର୍ବରୁ ଗୋଟିଏ ଭାବବାଣୀ କରାଯାଇଥିଲା। ଏହା ସ୍ୱୟଂ ପରମେଶ୍ୱର ନିଜେ ସେ ଭାବବାଣୀ କରିଥିଲେ। ଆଦି ପୁସ୍ତକ 3 ଅଧ୍ୟାୟ ଏହାର 15 ପଦ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈର୍ଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆସିବେ, ଏହା ହେଉଛି ସେହି ଭାବବାଣୀ। 4000 ବର୍ଷ ପୂର୍ବରୁ ସେ ଭାବବାଣୀ କରିଥିଲେ ଯେ ଗୋଟିଏ ନାରୀର ବଂଶ ଆସିବ ଆଉ ସେ ଶୟତାନର ମସ୍ତକକୁ ଚୂର୍ଣ୍ଣ କରିବ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ପ୍ରକାର ଭାବରେ ମନୁଷ୍ୟର ସମ୍ପର୍କରେ ସେ ଜାତ ହେଲେ ନାହିଁ, ମାତ୍ର ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ଜାତ ହୋଇଅଛନ୍ତି। ଆଉ ଏହି ଭାବବାଣୀଟା ସଫଳ ହେଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଏହି ଧରାପୃଷ୍ଠକୁ ଆସିବେ, ଏହାର ଆଉ ଗୋଟିଏ ଭାବବାଣୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର 700 ବର୍ଷ ପୂର୍ବରୁ ଭାବବାଣୀ କରିଥିଲେ। ଯିଶାୟ ଭବିଷ୍ୟତ ବକ୍ତା ସେ ଏହି ଭାବବାଣୀ କରିଥିଲେ, ଯାହା ଆମେ ପଢ଼ିପାରିବା ଯିଶାୟ ପୁସ୍ତକ ଏହାର 7 ଅଧ୍ୟାୟର 14 ପଦରେ। ଏହା ଆମେ ସମସ୍ତେ ଜାଣୁ, ଲେଖାଗଲା, ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ପରମେଶ୍ୱର। ଆଜି ପୁସ୍ତକରେ ଦେଖୁଥିଲୁ ଗୋଟିଏ ନାରୀର ବଂଶ ଆସିବ, ମାତ୍ର ଆମେ ଏହି ସ୍ଥାନରେ ଦେଖୁଛୁ ଯେ ଗୋଟିଏ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ଆଉ ଯେଉଁ ସମୟରେ ଆମେ ନୂତନ ନିୟମରେ ଯାଉଛୁ, ଆଉ ସେହି କନ୍ୟା କିଏ ଆମେ ତାହା ମଧ୍ୟ ଅତି ସ୍ପଷ୍ଟ ଭାବରେ ଆମେ ଦେଖିପାରିଛୁ। ମାଥ୍ୟୁ ଲିଖିତ ସୁସମାଚାର ଯଦି ଆମେ ପଢ଼ିବା, ଆମେ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟରେ ଆମେ ଦେଖୁଛୁ 18 ପଦରେ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା, ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣା ପଡ଼ିଲା। ସେଥିପାଇଁ ସେ 23 ପଦରେ କହୁଛନ୍ତି, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକମାନେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ପ୍ରିୟମାନେ, ଆଦି ପୁସ୍ତକରେ ନାରୀ କହିଲେ, ଯିଶାୟ ପୁସ୍ତକରେ କହିଲେ ଯେ ଗୋଟିଏ କନ୍ୟା। ଆଉ ଯେଉଁ ସମୟରେ ଆମେ ନୂତନ ନିୟମକୁ ଆସୁଛୁ, ମାଥ୍ୟୁ ପୁସ୍ତକରେ ଦେଖୁଛୁ ସେ କନ୍ୟାଙ୍କ ନାଁ ହେଲା ମରିୟମ। ପରମେଶ୍ୱରଙ୍କର ଭାବବାଣୀ, ପରମେଶ୍ୱରଙ୍କର ବାକ୍ୟ ଯେ କେତେ ସଠିକ୍ ଆଉ କେତେ ସ୍ପଷ୍ଟ ଭାବରେ ସେ କହୁଅଛନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟେ କାଳ୍ପନିକ ପୁରୁଷ ନୁହନ୍ତି, ସେ ଗୋଟେ ଐତିହାସିକ ପୁରୁଷ। ଆଉ ସେ ଆସିବା ପୂର୍ବରୁ ତାଙ୍କ ବିଷୟରେ ଏହି ପ୍ରକାର ଅନେକ ଭାବବାଣୀ କରାଯାଇଥିଲା। ଆଉ ସେ ସବୁ ଭାବବାଣୀ ଗୁଡ଼ିକ ଆମେ ସଫଳ ହେବାର ଆମେ ଦେଖୁଛୁ। ଆଉ ଗୋଟିଏ ଭାବବାଣୀ ଦେଖିବା, ଗଣନା ପୁସ୍ତକ 24 ଅଧ୍ୟାୟର 17 ପଦରେ ଗୋଟେ ଭାବବାଣୀ କରାଯାଇଥିଲା, ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବ ଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ତାହା ମୋଆବର ପାର୍ଶ୍ୱ ଭେଦ କରିବ ଓ
କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ପ୍ରିୟମାନେ, ଏହି ସ୍ଥାନରେ ମଧ୍ୟ ପ୍ରଭୁ ଆମମାନଙ୍କୁ ଗୋଟେ ଭାବବାଣୀ ଦେଲେ ଯେ ଯାକୁବ ଠାରୁ ଏକ ତାରା ଉଦିତ ହେବ। ଆଉ ଏଇ ଭାବବାଣୀଟା ଆମେ ମାଥ୍ୟୁ ପୁସ୍ତକ 2 ଅଧ୍ୟାୟରେ ଏହାର ସଫଳ ଆମେ ଦେଖୁଅଛୁ। 2 ଅଧ୍ୟାୟ 1 ପଦରେ, ହେରୋଦ ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲିହେମରେ ଯୀଶୁଙ୍କ ଜନ୍ମ ହେଲା ପରେ ଦେଖ, ପୂର୍ବ ଦେଶରୁ କେତେକ ପଣ୍ଡିତ ଜେରୁସାଲେମକୁ ଆସିଲେ, ଜିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରୁଛନ୍ତି ସେ କେଉଁଠାରେ? କାରଣ ଆମେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ। ପ୍ରିୟମାନେ, ଆମେ ଦେଖୁଛୁ ଯେ ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯେଉଁ ଭାବବାଣୀ କୁହାଯାଇଥିଲା, ମାଥ୍ୟୁ ପୁସ୍ତକରେ ସେହି ଭାବବାଣୀ ସଫଳ ହେଉଛି। ଆଉ ଅନେକ ପଣ୍ଡିତ ମାନେ ସେହି ବାର୍ତ୍ତା ଶୁଣି ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅନ୍ୱେଷଣ କରି ସେମାନେ ଜେରୁସାଲେମକୁ ଆସୁଛନ୍ତି, ବେଥଲିହେମକୁ ଆସୁଛନ୍ତି। ପ୍ରିୟମାନେ, ପ୍ରଭୁଙ୍କର ପ୍ରତ୍ୟେକ ଭାବବାଣୀ ସଠିକ ଅଟେ। ଆଉ ସେହି ଭାବବାଣୀ କେତେ ସୁନ୍ଦର ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମୟରେ ତାହା ପୂର୍ଣ୍ଣ ହେଉଅଛି। ଆଉ ଗୋଟିଏ ଭାବବାଣୀ ଆମେ ଦେଖିବା, ଆମେ ଯିଶାୟା ପୁସ୍ତକ ଏହାର 9 ଅଧ୍ୟାୟର 6 ପଦ, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱର ଭାର ଥୁଆଯିବ। ପୁଣି ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଦେଖନ୍ତୁ, ଏହି ଭାବବାଣୀଟା ଆମେ ଦେଖୁଛୁ ଲୁକ ଲିଖିତ ସୁସମାଚାର ଏହାର 1 ଅଧ୍ୟାୟ ଏହାର 30-31 ପଦ ପଢ଼ିଲେ ଜାଣିପାରିବା। ଲେଖାଯାଉଛି, ଏଥିରେ ଦୂତ ତାଙ୍କୁ କହିଲେ, ଆଗ ମରିୟମ, ଭୟ କର ନାହିଁ, କାରଣ ତୁମେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। ଆଉ ଦେଖ, ତୁମେ ଗର୍ଭ ଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ, ପରାପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କର ସିଂହାସନ ଦେବେ। ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ପୁଣି ତାହାଙ୍କ ରାଜ୍ୟ ଶେଷ ହେବ ନାହିଁ। କେତେ ସୁନ୍ଦର ଭାବରେ ପରମେଶ୍ୱର ଯାହା ବି ଭାବବାଣୀ କରିଛନ୍ତି, ସବୁ ଭାବବାଣୀ ଗୁଡ଼ିକ କେତେ ସଠିକ ଆଉ ସ୍ପଷ୍ଟ ଭାବରେ ସେ ସବୁ ଯାକ ପୂର୍ଣ୍ଣ ହୋଇଛି। ଆଉ ଆମେ 6 ନମ୍ବର ଭାବବାଣୀକୁ ଆମେ ଦେଖିବା, ଯାହାକି ଆମେ ଯେରେମିୟ ପୁସ୍ତକରୁ ଦେଖିବା। ଯେରେମିୟ ପୁସ୍ତକ ଏହାର 23 ଅଧ୍ୟାୟର 5 ପଦରେ ଗୋଟେ ସୁନ୍ଦର ଭାବବାଣୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କରାଯାଇଛି। ଦେଖ, ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ ବଂଶ ମଧ୍ୟରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି। ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ ହେବ। ଏହି ଭାବବାଣୀ ଯେଉଁ ଭାବବାଣୀ କରିଥିଲେ ତାହା ମାନେ ଯୋହନ ଲିଖିତ ସୁସମାଚାର 7 ଅଧ୍ୟାୟ, ଯୋହନ ଲିଖିତ ସୁସମାଚାର 7 ଅଧ୍ୟାୟର 42 ପଦରେ ଆମେ ତାହା ସଫଳ ହେବାର ଆମେ ଦେଖୁଅଛୁ। ଲେଖାଗଲା, ଖ୍ରୀଷ୍ଟ ଯେ ଦାଉଦ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ ସେହି ବେଥଲିମ୍ ଗ୍ରାମରୁ ଆସିବେ, ଏହା କ'ଣ ଧର୍ମଶାସ୍ତ୍ରର ବାକ୍ୟ କହିନାହିଁ? କେତେ ସ୍ପଷ୍ଟ ପ୍ରଭୁଙ୍କ ବିଷୟରେ ଯେଉଁ ଭାବବାଣୀ ଗୁଡ଼ିକ କରାଯାଇଛି, ସବୁ ଭାବବାଣୀ ସତ୍ୟ ଆଉ ଅତି ସଠିକ ଆଉ ସ୍ପଷ୍ଟ ଭାବରେ। କାରଣ ଆମର ପରମେଶ୍ୱର ସେ ମହାନ ଜ୍ଞାନୀ ସର୍ବଶକ୍ତିମାନ ପରମେଶ୍ୱର, ତାଙ୍କ ତୁଲ୍ୟ କେହି ପରମେଶ୍ୱର ନାହାନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଆମେ ଆଉ ଗୋଟେ 7 ନମ୍ବର ଭାବବାଣୀ ଦେଖିବା, ଯାହାକି ମିଖା ଭବିଷ୍ୟତ ବକ୍ତା ପୁସ୍ତକରେ ଲେଖାଯାଇଛି। ମିଖା 5 ଅଧ୍ୟାୟର 2 ପଦ, ମାତ୍ର ହେ ବେଥଲେହେମ ଉପ୍ରାଥା, ଜିହୁଦାର ସମଗ୍ର ସହସ୍ର ଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ଅତି ସ୍ପଷ୍ଟ ଭାବରେ କହୁଛନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉତ୍ପତ୍ତି 2000 ବର୍ଷ ପୂର୍ବେ ବେଥଲିହେମରେ ହେଇନାହିଁ। ସେ ବେଥଲିହେମରେ ମନୁଷ୍ୟ ଦେହ ଧାରଣ କରି ଆସିଲେ, ମାତ୍ର ତାଙ୍କର ଆରମ୍ଭ ଅନାଦି କାଳରୁ। ସେ ଆଲଫା ଓମେଗା, ସେ ଆଦି ସେ ଅନ୍ତ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆରମ୍ଭ ନାହିଁ, ଶେଷ ନାହିଁ, ମାତ୍ର ଆମକୁ ଉଦ୍ଧାର କରିବା ପାଇଁ ସେ ମନୁଷ୍ୟ ରୂପ ଧାରଣ କରି ଏ ଧରା ପୃଷ୍ଠକୁ ଆସିଲେ। ଯେଉଁ ଭାବବାଣୀ କରାଯାଇଥିଲା, ସେଇ ଭାବବାଣୀ ଆମେ ଦେଖୁଛୁ ମାଥ୍ୟୁ 2 ଅଧ୍ୟାୟର 4 ପଦରେ। ପୁଣି ସେ ଲୋକମାନଙ୍କର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କ ଠାରୁ ବୁଝିବାକୁ ଚେଷ୍ଟା କଲେ।
ସେମାନେ ତାଙ୍କୁ କହିଲେ ଜିହୁଦା ପ୍ରଦେଶର ବେଥଲେହେମରେ, କାରଣ ଭାଓବାଦୀମାନଙ୍କ ଦ୍ୱାରା ଏପରି ଲେଖା ଅଛି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଅନେକ ଭାବବାଣୀ ରହିଛି, ତାଙ୍କ ଜନ୍ମ ସମ୍ବନ୍ଧରେ ମଧ୍ୟ ଅନେକ ଭାବବାଣୀ ରହିଛି। ମାତ୍ର ମୁଁ କେବଳ ଆପଣମାନଙ୍କ ମଧ୍ୟରେ 7ଟି ଭାବବାଣୀ କଲି, କାରଣ ପ୍ରଭୁ ଆମକୁ ଯାହା ଲେଖି ଦେଇଛନ୍ତି ଅତି ସ୍ପଷ୍ଟ ଆଉ ଅତି କନଫିଡେଣ୍ଟର ସହିତ ସେ ଲେଖିଛନ୍ତି, ତାହିଁରେ ଆମେ କୌଣସି ସନ୍ଦେହ କରିପାରିବେ ନାହିଁ। ପ୍ରିୟମାନେ, ପ୍ରଭୁ ଆମକୁ କହିଛନ୍ତି ପ୍ରଥମ ଆଗମନର କଥା, ଦ୍ୱିତୀୟ ଆଗମନର କଥା ମଧ୍ୟ ସେ କହୁଛନ୍ତି ଆମେ ଶୀଘ୍ର ଆସୁଅଛୁ, ଆମେ ମେଘମାଳାରେ ଶୀଘ୍ର ଆସୁଅଛୁ, ତୁମେ ନିଜକୁ ପ୍ରସ୍ତୁତ କର। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନର ସବୁ ଚିହ୍ନ ଲକ୍ଷଣ ଗୁଡ଼ିକ ଆମ ଆଖି ଆଗରେ ଘଟୁଛି। ସେଥିପାଇଁ ପ୍ରଥମ ଆଗମନର ପ୍ରତ୍ୟେକ ଭାବବାଣୀକୁ ସେ ସଫଳ କରୁଛନ୍ତି, ଏବେ ଦ୍ୱିତୀୟ ଆଗମନ ମଧ୍ୟ କରିବେ। ଆମେ ପ୍ରସ୍ତୁତ ରହିବା, ଯେ ପ୍ରକାର କି ପ୍ରଭୁ ଆସିଲେ ଆମେ ତାଙ୍କ ସହିତ ସାକ୍ଷାତ କରିବାକୁ ମେଘମାଳାକୁ ଆମେ ନୀତ ହୋଇପାରିବା। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରତି ପ୍ରଭାତରେ ତୁମେ ଆମମାନଙ୍କୁ ତୁମ ପବିତ୍ର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଉଛ। ଆହୁରି ଭାବବାଣୀ ଗୁଡ଼ିକ କେତେ ଏକୁରେଟ୍ ତୁମେ ଆମମାନଙ୍କ ନିମନ୍ତେ ଲେଖିଦେଇଛ, ଆଉ ସେ ଭାବବାଣୀ ଗୁଡ଼ିକ କେତେ ସୁନ୍ଦର ସଫଳ ହେଉଛି। ପ୍ରଭୁ, ଆମର ଦୁର୍ବଳ ବିଶ୍ୱାସର ପ୍ରତିକାର କର, ଆଉ ପ୍ରତ୍ୟେକ ଭାବବାଣୀ ପ୍ରତି ଆମେ ଧ୍ୟାନ ରଖି ବିଶ୍ୱାସରେ ଚାଲିପାରିବୁ ସାହାଯ୍ୟ କର। ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଯଦି ଏହି ମେସେଜ ଆପଣଙ୍କୁ ଭଲ ଲାଗିଛି, ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ରହିବା ପୁନର୍ବାର ଆଉ ଗୋଟେ ଅଧ୍ୟାୟରେ ପରସ୍ପର ସହିତ ସାକ୍ଷାତ କରିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।